10 ବର୍ଷ ହେଲା ଗୋଟିଏ ଜାଗାରେ ବସିଛନ୍ତି ମାନସିକ ବିକାରଗ୍ରସ୍ତ ଯୁବକ। ଦୀର୍ଘ ବର୍ଷ ହେଲା ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧ ବାପାଙ୍କ କାନ୍ଧରେ 32 ବର୍ଷୀୟ ଭେଣ୍ଡିଆ ପୁଅର ବୋଝ। ସେପଟେ ଭଙ୍ଗା ଦଦରା ଘରେ ବାପା ପୁଅ ଜୀବନ ବିତାଉଛନ୍ତି। ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ। ଦୀର୍ଘ ବର୍ଷ ହେଲା କଟା ହୋଇନଥିବା ମୁଣ୍ଡରେ ବାଳ ଦାଢ଼ି ଲମ୍ବାଇ ବସିଥିବା ଏହି ଯୁବକ ହେଉଛନ୍ତି ଗଞ୍ଜାମ ଜିଲ୍ଲା କହ୍ନେଇପୁର ପଞ୍ଚାୟତର ଠେକୁଆପଲ୍ଲୀ ଗ୍ରାମର ଗୋଲେଖ ଦାସଙ୍କ ପୁଅ ବାଦଲ ଦାସ। ବାଦଲ ଦୀର୍ଘ ବର୍ଷ ହେଲା ଭଙ୍ଗା ଘର ଭିତରେ ଗୋଟିଏ ଜାଗାରେ ବସି ରହିଛନ୍ତି। ବାପା ଗୋଲେଖଙ୍କ ମଧ୍ୟ ମୁଣ୍ଡ ଠିକ୍ରେ କାମ କରୁନଥିବା ବେଳେ 32 ବର୍ଷୀୟ ଭେଣ୍ଡିଆ ପୁଅର ବୋଝ ମୁଣ୍ଡାଇ ମୂଲ ଲାଗିଲେ ଯିଏ ଯାହା ଦେଲା ସେହି ପଇସାରେ ବାପା ପୁଅ ଚଳନ୍ତି। ଗୋଲେଖଙ୍କ ସ୍ତ୍ରୀ ଦୀର୍ଘ ବର୍ଷ ହେଲା ମୃତ୍ୟୁବରଣ କରୁଥିବା ବେଳେ ଗୋଲେଖଙ୍କ ଅନ୍ୟ ଦୁଇ ପୁଅ କେବେଠାରୁ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଛନ୍ତି। ତେବେ ବାଦଲ ଆଗରୁ ଭଲ ଥିଲେ, କିନ୍ତୁ ମାଆଙ୍କ ମୃତ୍ୟୁ ପରେ ବୟସ ବଢ଼ିବା ସହ ଧୀରେ ଧୀରେ ସେ ନିଜର ମାନସିକ ଭାରସାମ୍ୟ ହରାଇଲେ। ଆଉ ତା ପରଠାରୁ ସେ ଭଙ୍ଗା ଘର ଭିତରେ ଗୋଟିଏ ଜାଗାରେ ବସି ରହିଛନ୍ତି। ବାପାଙ୍କ ମାନସିକ ଭାରସାମ୍ୟ ଠିକ୍ ନଥିବାରୁ ପଡ଼ିଶା ଘର ଦାଦା ଖୁଡ଼ି କିଛି ଦିନ ଚିକିତ୍ସା କଲେ, କିନ୍ତୁ ସେ ମଧ୍ୟ ଆର୍ଥିକ ସଙ୍କଟରୁ ଆଉ ବାଦଲକୁ ଚିକିତ୍ସା କରାଇ ପାରିଲେ ନାହିଁ। ବାଦଲ ଯେଉଁ ଘରେ ବସି ରହିଛନ୍ତି ସେହି ଘରେ ନା ଅଛି କବାଟ, ନା ଅଛି ସଫାସୁତୁରା। ସେପଟେ ଟିଣ ଛପର ମଧ୍ୟ କଣା ହୋଇ ପାଣି ଗଳୁଛି। ଶୀତ ବର୍ଷା ଖରା ସେମିତି ବସି ରୁହନ୍ତି ବାଦଲ। ଅନ୍ୟପଟେ ସାହି ବାସିନ୍ଦା କହିଛନ୍ତି ବାଦଲ କେତେବେଳେ ଘରୁ ବାହାରେ ସେ କେବେ ଦେଖି ନାହାନ୍ତି। ମା ଗଲା ପରଠାରୁ ମାନସିକ ଭାରସାମ୍ୟରେ ବସି ରହିଛନ୍ତି ବାଦଲ। ବାପା ଗୋଲେଖ କାମରୁ ଆସିଲେ ବେଳେ ବେଳେ ରୋଷେଇ କରନ୍ତି, କିନ୍ତୁ ବାଦଲ ତାଙ୍କ ଇଚ୍ଛା ହେଲେ ଖାଆନ୍ତି, ନହେଲେ ନାହିଁ। ସେ ଶୌଚ ହେବା ପାଇଁ ମଧ୍ୟ କେତେବେଳେ ଯାଆନ୍ତି, କେହି ଦେଖନ୍ତିନି। ସେପଟେ ବାଦଲର ଚିକିତ୍ସା କେମିତି ହୋଇପାରିବ ସେ ନେଇ ସରକାରୀ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରୁଛନ୍ତି। କୁହାଯାଏ ସମୟ ବଡ଼ ବଳବାନ, କେତେବେଳେ କାହାକୁ କେଉଁଠିକି ନିଏ କିଏ କହିପାରିବ ନାହିଁ। କାରଣ ଯିଏ ପିଲାଟି ଦିନୁ ହସ ଖୁସିରେ ଜୀବନ ବିତାଉଥିଲା ସିଏ ଆଜି ନିଜକୁ ଜାଣିପାରୁନି। ତେଣୁ ସରକାରୀ ସହାୟତା ହେଲେ ବାଦଲ ପୁଣି ଠିକ୍ ହୋଇ ହସ ଖୁସିରେ ଜୀବନ ବିତାଇବେ।